ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶା ମାଟିର ଯୋଗ୍ୟତମ ସନ୍ତାନ, ଉନ୍ନତ ମାନର କବି। ତାଙ୍କର ଲେଖନ ନିଶ୍ଚିତ ଅନେକ କବିତା ଓଡ଼ିଶାର ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କବିତାଟିଏ ଦେଖି ନାହିଁ କେତେଦିନ ଖଣ୍ଡଗିରି। ଯେଉଁ ଖଣ୍ଡଗିରି ଆଜି ଜୀର୍ଣ୍ଣ ଶୀର୍ଣ୍ଣ ନଷ୍ଟ ପ୍ରାୟ, ଇତିହାସର ମୁକ ସାକ୍ଷୀ ଠିଆ ହେଇଛି। ଦିନ ଥିଲା ସେ ଖଣ୍ଡଗିରି ରାଜାମାନଙ୍କର ଗଡ଼ ରୂପରେ ପରିଚିତ ଥିଲା, ଯେଉଁଠି ଦିନେ ବାଜୁଥିଲା ବୀରବାଜା। ରାଣୀହଂସପୁରରେ ରାଣୀଙ୍କର ସାଜସଜ୍ଜା, ଆଇ ସେ ଖଣ୍ଡଗିରି ମୁକ ହୋଇ ଠିଆ ହେଇଛି, ଜୀର୍ଣ୍ଣ ଶୀର୍ଣ୍ଣ ନଷ୍ଟ ପ୍ରାୟ। ଦେଖି ନାହିଁ କେତେ ଦିନୁ ଖଣ୍ଡଗିରି, ଇତିହାସ ଯାର ଅଙ୍କେ ଅଙ୍କିତ, ଅମର ଅକ୍ଷରେ ନୀରବ ଗମ୍ଭୀରେ ଗାଏ ଯେ ଉତ୍କଳ ଗୌରବ ଗୀତ। ପଡ଼େ ଏବେ ମନେ ପ୍ରଥମ ଯୌବନେ, ସୁଷମା ପିପାସା ଭାବ ଉନ୍ମାଦେ, ଖଣ୍ଡଗିରି ଶ୍ରୀ ଦେଖି ନେତ୍ର ଭରି ଚିନ୍ତା ନିମଗନେ ବସିଲି ପାଦେ। କଳ୍ପନାର ପତେ କାଳପତେ ସତେ, ଭାସି ମୁଁ ଦେଖିଲି ଉଜ୍ଜଳ ଛବି, ଇତିହାସ ଯାର ନକରେ ପ୍ରଚାର, ଚିନ୍ତି ନାହାନ୍ତି ଯା କାବ୍ୟରେ କବି। କାଳ ପରାଭବେ ଜନଶ୍ରୁତି ପଟୁ, କାଳ ପରାଭବେ ଜନଶ୍ରୁତି ପଟୁ, ରୂପରେଖ ଯାର ଲିଭିଛି ଆଜି, କଳିଙ୍ଗର ସେହି ଅତୀତ ବିଭବ ଐର ଖାର ବେଳ କିରତି ରାଜି। ବାଜେ ବୀର ବାଜା କାହିଁ ରଣସଜ୍ଜା, କାହିଁ ବା ଲାଗିଛି ଗୁପ୍ତ ମନ୍ତ୍ରଣା, ଦୂରଦେଶ ଦୂତ ବିଜୟ ବାରତା ଘେନି ଆସି କରେ ଛାମୁରେ ଜଣା। ଶ୍ରମଣ ସନ୍ନ୍ୟାସୀ ଦଳେ ଦଳେ ବସି ଚାଲିଅଛି କାହିଁ ତତ୍ତ୍ୱ ବିଚାର, ଗମ୍ଭୀର ନିର୍ଘୋଷେ ଲୋକ ଉପଦେଶେ କାହିଁ ବା ଅହିଂସା ଧର୍ମ ପ୍ରଚାର। ଖଣ୍ଡଗିରି ଅଙ୍ଗେ ଶିଳ୍ପୀ ଶତ ଶତ, ଖୋଳନ୍ତି ନିଭୃତ ଗୁମ୍ଫା ନିରତେ, କାହିଁ ଗୁପ୍ତଚର ରାଜ୍ୟ ସମାଚାର, ଏକାନ୍ତ ଜଣାଏ ନୃପପୁରତେ। କଳ୍ପନା ନେତ୍ରେ ଏହିପରି କେତେ ଚିତ୍ର ଖଣ୍ଡଗିରି ଶରୀରେ, ବିନଷ୍ଟ ସର୍ବସ୍ୱ ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ। ମହାକାଳନୀରେ ବୁଦ୍ବୁଦ ପରାଏ, ମହାକାଳନୀରେ ବୁଦ୍ବୁଦ ପରାଏ, ଯାଇ ଅଛି ମିଶି କଳିଙ୍ଗ ଭୂତି। କଳିଙ୍ଗ ସନ୍ତାନ ଭୁଲିଛନ୍ତି ଏବେ କଳିଙ୍ଗର ନାମ ଗୌରବ ଶକ୍ତି, କଳିଙ୍ଗ ସନ୍ତାନ ଭୁଲିଛନ୍ତି ଏବେ କଳିଙ୍ଗର ନାମ ଗୌରବ ଶକ୍ତି। ତଥାପି ସେ ଗାଥା ରଖିଅଛି ଗିରି, କାଳ ପରାଭବେ ଦେଖାଇ ହିଆ, ଅତି ନାରଖାର ରାଣୀହଂସପୁର ସାକ୍ଷ୍ୟ ଦେବା ଲାଗି ଅଦ୍ୟପି ଠିଆ। ଚୁଡ଼ୁମୂଳ ଯାଏ ଶୋଭେ ଶିଳାକାଏ, ପ୍ରାସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ, ତରୁଲତା ଦଳ ସୁରିଛନ୍ତି ପଥ, ନିବସନ୍ତି ଜୋଇଁ ସାପଦ କୂଳ। ପଥ ପ୍ରାନ୍ତବାସୀ ସାଧୁ ଧର୍ମ ବେଶୀ, କହନ୍ତି ଅଦ୍ଭୁତ ବହୁ କାହାଣୀ, ଦେଖାନ୍ତି ସତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣ, କେତେ ଜୀର୍ଣ୍ଣ ଶ୍ରୁତି କଠାଉ ଆଣି। ତାପସ ସାଧକ ଅଦ୍ୟାପି ଅନେକ, ନିବିଡ଼ ଅନ୍ଧାର ଗୁହା ଗର୍ଭବେ, ଲୁଚି ରହିଛନ୍ତି ଗଭୀର ନିଶିଥେ, ଶୁଣାଯାଏ ତାଙ୍କ ସଙ୍ଗୀତ ନଭ। ଶୁଣିଛି ମୁନି ଯେ କହନ୍ତି ସେ ତେଜେ, ପଥିକ ବଦନେ ଦେଖି ସଂଶୟ, ନୁହେଁ ତା ବିଚିତ୍ର ବାହ୍ୟ ବିଶ୍ୱ ମାତ୍ର, ପ୍ରତିଫଳ ନର ନିଜ ହୃଦୟ। ତେଣୁ ସ୍ପଷ୍ଟ ଅନୁମୟ ହେଉଛି, ଯେଉଁ ଖଣ୍ଡଗିରି ଥିଲେ ଦିନେ ଥିଲା ସ୍ୱର୍ଣ୍ଣମୟ ରାଜାଗଡ଼, ଆଇ ସେ ଖଣ୍ଡଗିରି ଜରାଜୀର୍ଣ୍ଣ ନଷ୍ଟ ପ୍ରାୟ। ସେ ଅତୀତ ଇତିହାସ ତଥାପି ଠିଆ ହେଇଛି, ସେ ଜୀର୍ଣ୍ଣ ଶୀର୍ଣ୍ଣ କାୟ ବୃକ୍ଷରାଜି ମଧ୍ୟ ଲୁଚି, ତଥାପି ସେ ଇତିହାସର କାହାଣୀ କହୁଛି। ହେ ଉତ୍କଳବାସୀ, ତମେ ସେଇ ବୀରର ସନ୍ତାନ, ତମେ ନିଜର କଳିଙ୍ଗର ସେହି କୀର୍ତ୍ତିରାଜିକୁ ଉଦ୍ଧାର କର, ରକ୍ଷଣାବେକ୍ଷଣ କର। କିନ୍ତୁ କିଛି ସାଧକ ଭଣ୍ଡ ସାଧୁ ବେଶୀ ଲୋକମାନଙ୍କୁ ଖଣ୍ଡଗିରି ବିଷୟରେ ନାନା ପ୍ରକାର ବିଭ୍ରାନ୍ତିକର କଥା ଶୁଣାନ୍ତି, ଯାହାକି କେବେ ନଥିଲା ଆଉ ନାହିଁ। ସେହି ସବୁ କଥା ଖଣ୍ଡଗିରିର ଇତିହାସକୁ କେତେ ମର୍ମାହତ କରେ, ସେ କେବଳ ସେ ଇତିହାସକାରମାନେ ବୁଝିପାରିବେ। ତେଣୁ କଳିଙ୍ଗର ସନ୍ତାନ ହିସାବରେ ଆମର ପ୍ରତ୍ୟେକଟି କର୍ତ୍ତବ୍ୟ ଯେ କଳିଙ୍ଗର ସେ ଇତିହାସ, କଳିଙ୍ଗର ସେ କୀର୍ତ୍ତିରାଜିକୁ ରକ୍ଷଣାବେକ୍ଷଣ କରିବା ଆମର ଦାୟିତ୍ୱ। ଏହା ଆମର ଶପଥ ହେବା ଦରକାର।